मन तो हर निज गुरु उद्धव केते तू पचारू नियम करिले हरिल बौल आदि मातांकर पासे निश्चय शुद्ध मांस देवी जे भकीवे कली जुगर से कली जुगर से राम भगवान सत्य कले मा मु ते शुद्ध मांस कली जुगरे देवी तेणु ये आपण मान भितर प्रश्न उठी पारे मनरे जिज्ञासा आसी पारे ये शुद्ध मांस कौन शुद्ध मांस किए महापुरुष चौथ हाथ काटी लिखिदेले महापुरुष नाम गाउथिबे नामी न चिनिबे आखि ताऊ हेबे कोणा आखि ताऊ हेबे कोणा ए गली से सोरे भवानी घर परे सरवे होइबे कोणा सरवे होइबे अच्युतानंद गोसाई जेतोळे मालिका लिखिले रामदास प्रिय शिष्य पचारिला गुरुदेव ये शुद्ध मांस कौन आपण तो एमती लिखिदेले मते टिके बुझेई देले कहले राम रे कली जुगरे लोक माने अनेक गुरु करिवे से गुरु माने शिष्य मान को विभिन्न नाम देवे देखिबो नाम भितर राम थिबो कृष्ण थिबो से राधा थिबो सीता थबो हेले राधा किए सीता किए कृष्ण किए राम किए आकु केही चिन्हेबेनी समस्ते निजे कृष्ण हेबे समस्ते राम हेबे आत्मघोषित भगवान हेबे आपे लेखि पोथी बांटुण थिबे आपे भगवान बोली कहिबे से द्वार द्वार बुली बुली जे द्वार द्वार बुली बुली जे भगवान में जन्म होई भगवान में जन्म होई होई केतनी उछाली जे होई केतनी उछाली जे होई केतनी आत्मघोषित बाबा माने भगवान माने द्वार द्वार बुली कहबे मु भगवान जन्म होईछि देख तेणु केते कथा कहबे केते संकेत देखेबे भगवान को केही चिन्हेबे नहीं जगन्नाथ को केही चिन्हेबे नहीं राम को केही चिन्हेबे नहीं कृष्ण को केही चिन्हेबे नहीं जंगल कटाई उनका को बुझीबे महिमा सपन कले प्राणी को भंडीबे ठाकुर मोराय हे ठाकुर तेणु किए कोठी भगवान बाहर तार ठिकणा नहीं घरे घरे पहुंची भिक्षा मागिबा छଳରେ भगवान माने धर्म बांटिबे नाम बांटिबे किंतु नामी के चिन्हेबे नहीं प्राणी माने दीक्षा नेबे नाम गाइबे किंतु नामी की न चिन्ही नाम गाउथबारु सेही माने शुद्ध मांस हेबे के हाथ देखिबे कपाळ गणिबे भविष्यत कथा कही
ହାତ ଦେଖିବ, କିଏ କପାଳ ଗଣିବ, କିଏ ଜାତକ ଦେଖିବ, ମୋଠୁ ଦୀକ୍ଷା ନେ ରେ ମା, ମୁକ୍ତି ପାଇବୁ, ଶାନ୍ତି ପାଇବୁ, ଧନ ବଢିବ। ଏଇ ଲୋଭ ଦେଖେଇ ଅସତ୍ୟକୁ ସତ୍ୟ, ସତ୍ୟକୁ ଅସତ୍ୟ ଏମିତି କିମିଆ କରିବେ। ତେଣୁ ରାମରେ ଏଇମାନେ ହଉଛନ୍ତି ଶୁଦ୍ଧ ମାଂସ। ତେଣୁ କଳି ଶେଷ ବେଳେ ଏଇମାନେ ଧରା ହେବେ, ଏଇମାନେ ଭବାନୀ ଖର୍ପରରେ ବଳି ପଡିବେ। ତତେ କେବଳ ଚେତନା ଦଉଛି। ତେଣୁ ମା ଦୁର୍ଗା କହିଲେ, ହେ ରାମ, ମୋ ଶାନ୍ତ ଆତ୍ମା ଶାନ୍ତ ହବ, ଶୁଦ୍ଧ ମାଂସ ବଳି ଯଦି ଦବୁ ତାହେଲେ ହବ, ମୁଁ ରାବଣକୁ ଛାଡ଼ିବି। ତେଣୁ ମାଙ୍କ ଆଗରେ ଭଗବାନ ରାମ ସତ୍ୟ କଲେ, ସତ୍ୟ ମୁଁ କରୁଛି, ଦୁର୍ଗାଙ୍କୁ ବୋଧିଛି, ଦେବାକୁ ଶୋଣିତ ଧାର, ଦବାକୁ ଶୋଣିତ ଧାର। ସତ୍ୟ ତ୍ରେତୟା ଯେ ଦ୍ୱାପର କଳିରେ, ହରପର ପୁରିବ ଧାର, ହରପର ପୁରିବ। ତେଣୁ ମାଙ୍କର ପାଦ ତଳେ ପଡି କୃତାଞ୍ଜଳି ପୁଟରେ ଭଗବାନ ରାମ ଯେତେବେଳେ ଦଣ୍ଡବତ ହେଲେ, ମା କହିଲେ, ଉଠ ବତ୍ସ, ମୁଁ ରାବଣକୁ ପରିତ୍ୟାଗ କରୁଛି। ମା ରାବଣକୁ ପରିତ୍ୟାଗ କଲେ। ଭଗବାନ ରାମ ବ୍ରହ୍ମାସ୍ତ୍ରରେ ରାବଣର ମଥା କାଟିଲେ, ରାବଣକୁ ବିନାଶ କଲେ। ଅସତ୍ୟ ବିନାଶ ହେଲା, ସତ୍ୟର ପରିପ୍ରକାଶ ହେଲା, ଅଧର୍ମ ବିନାଶ ହେଲା, ଧର୍ମର ବୈଜୟନ୍ତୀ ଉଡ଼ିଲା ଏବଂ ମା ଜାନକୀଙ୍କୁ ଉଦ୍ଧାର କରି ରାମ ଭଗବାନ ଫେରିଲେ। ତ୍ରେତୟା ଯୁଗ ସରିଗଲା, ଦ୍ୱାପର ଯୁଗ ଆରମ୍ଭ ହେଲା। ଏଇ ଦ୍ୱାପର ଯୁଗରେ କଂସକୁ ମାରିବା ପାଇଁ ଭଗବାନ କୃଷ୍ଣ ଦେବତା ମାନଙ୍କର ନିବେଦନରେ ଅଷ୍ଟମୀ ତିଥିରେ ଦେବକୀ ମାଙ୍କର ଅଷ୍ଟମ ଗର୍ଭରେ ଜନ୍ମ ଗ୍ରହଣ କଲେ, ବନ୍ଦୀଶାଳାରେ। ଏବଂ ଏ ବନ୍ଦୀଶାଳାରେ ଜନ୍ମ ହେଲେ ପ୍ରଭୁ ମୋର। ମାୟା କିଏ ବୁଝିବ ଠାକୁରଙ୍କର କଥା? ଲୀଳା ବି ଧୃତ କଳେ ବର, ଦେବ ମାନବେ ଅଗୋଚର, ଯୁଗକୁ ଯୁଗ ଏହି ମତେ, ପରମାନନ୍ଦ ଏ ଜଗତେ। ତେଣୁ ଭଗବାନ କୃଷ୍ଣ ବନ୍ଦୀଶାଳାରେ ଜନ୍ମ ହେଲେ। ଶିକୁଳି ଗୁଡାକ ଖୋଲିଗଲା ବସୁଦେବ ଦେବକୀଙ୍କ ଠାରୁ। ଦେବକୀ ଚେତା ହରେଇ ପଡିଲେ ଏବଂ ଜଗିଥିବା ପ୍ରହରୀ ମାନେ ଶୋଇ ପଡିଲେ। ଦେଖନ୍ତୁ, ଯୋଉମାନେ ଜଗିଥିଲେ ଅହଙ୍କାର, ଆମେ ଦେବକୀର ଅଷ୍ଟମ ଗର୍ଭ ସନ୍ତାନକୁ ଧରି କଂସକୁ ଦେବୁ, ପୁରସ୍କାର ପାଇବୁ, ମାୟା ବଳରେ ଶୋଇ ପଡିଲେ। ଜୀବ ଗୁଡାକ ଶୋଇ ପଡିଲେ, ଅଜୀବ ଗୁଡାକ, ବସ୍ତୁ ଗୁଡାକ ଚଳଚଞ୍ଚଳ ହେଇଗଲେ। ଖୋଲିଗଲା ବନ୍ଦୀଶାଳାର ଦ୍ୱାର, ଚଳଚଞ୍ଚଳ ହେଇଗଲେ। ଚିତ୍ରସେନ ଗନ୍ଧର୍ବ ଏକ ସୁବର୍ଣ୍ଣ ପାତ୍ର ଧରି ବସୁଦେବଙ୍କୁ ନିର୍ଦ୍ଦେଶ ଦେଲା, ଆଉ ଅପେକ୍ଷା କର ନାହିଁ, ପୁଅକୁ ଧରି ଗୋପପୁରକୁ ଚାଲିଯାଅ। ତେଣୁ ମୁଣ୍ଡେଇଛି ବସୁଦେବ ଠାକୁରଙ୍କୁ। ଫିଟିଲା ପାଦର ଶାଙ୍କୁଳି, ଠାକୁରଙ୍କୁ ଉଣ୍ଡେଇଛନ୍ତି ମଥାରେ, ପାଦର ଶାଙ୍କୁଳି ଖୋଲିଗଲା। ବିଜୁଳି କଢାଇଲା ମାଟ, ତେଣୁ ବିଜୁଳି ବାଟ କଢଉଛି, ଝିପି ଝିପି ମେଘ ହଉଛି, ଅନ୍ଧାର ରାତି। ତିନ୍ତିବା ଦେଖି ଜଗନ୍ନାଥ, କଣାରେ ଢାଙ୍କିଲେ ଅନନ୍ତ। ତେଣୁ ଅନନ୍ତ
ଦେଖିଲେ ମୋ ପ୍ରଭୁ ଜଗନ୍ନାଥ ତିନ୍ତୁଛନ୍ତି, ଫଣା ଟେକି ଦେଲେ ବସୁଦେବ କିଛି ବୁଝି ପାଇଲା ନାହିଁ ଏବଂ ପୁଅକୁ ନେଇ ପଳେଇ ଯାଉଛନ୍ତି ଗୋପପୁରରେ ଛାଡିକି ଆସିବେ। ବାଟରେ ଜଗିଛନ୍ତି ଉଗ୍ରସେନ ରାଜା, ଅଟକେଇ ଦେଲେ ରୁହ